ପେନ୍ଥି କନିଅରି କ'ଣ ପାଇଁ ମୋତେ ଭଲ ଲାଗେ ଆଜି ଆପଣମାନଙ୍କୁ କହିବି। ତ ଦେଖ, ଏଇଟା ହେଲା ମୋର ଯୋଉ ପେନ୍ଥି କନିଅରି, ଏଇଟା ଗୋଟେ 5 କେଜିଆ ଅଟା ଜରିରେ ଲାଗିଛି। ଆଉ ଏଇଟା 2 ବର୍ଷ ପାଖାପାଖି ହବ ଫୁଲ ଫୁଟୁଛି। ଆଉ 2 ବର୍ଷର ମୋତେ ହଉଛି ପାଖାପାଖି ଫୁଲ ବୋଧହୁଏ ମୋତେ 2000 କି 3000 ପାଖାପାଖି ଫୁଲ ଏଇ ଗୋଟେ ଗଛ ଦେଲାଣି। ଯୋଉଥିପାଇଁ ମାଆଙ୍କର ସବୁଠୁ ପ୍ରିୟ ଆଉ ମୋର ବି ସବୁଠୁ ପ୍ରିୟ ହେଇଯାଇଛି। ପେନ୍ଥି କନିଅରିର ଲାଭ କ'ଣ? ଫୁଲ ଟିକେ ସାଇଜ୍ ଛୋଟ ଆସେ, କିନ୍ତୁ ଫୁଲ ଗୁଡ଼ାକ ପ୍ରବଳ ମାତ୍ରାରେ ଆସେ। ଆଉ ତାର ଡାଳ କେନା ଆପଣ ପ୍ରନିଂ ଉପରେ ହିଁ ନିର୍ଭର କରେ। ଯଦି ଆପଣ ବାରମ୍ବାର ପ୍ରନିଂ କରି ଚାଲିବେ, ତାହେଲେ ଡାଳ କେନା ବି ସେମିତି ସଫିସିଏଣ୍ଟ ପାଇବେ। ଆଉ ଯଦି ପ୍ରନିଂ ନ କରି ଖାଲି ଡେଙ୍ଗା ହେବା ପାଇଁ ଛାଡ଼ିବେ, ତାହେଲେ ସେ ଖାଲି 1-2ଟା ଡାଳ ଦେଇକି ଛାଡ଼ିଦବ। ତ ବେଶୀ ଡାଳ ପାଇବା ପାଇଁ ହେଲେ ଆପଣଙ୍କ ଉପରେ ହିଁ ନିର୍ଭର। ଆପଣ ଯେମିତି କାଟିବେ ସେମିତି ସେ ଡାଳ କେନା ଦେଇ ଚାଲିବ। ତାପରେ ଏ ଫୁଲ ଯଦି ଆପଣ ବର୍ଷା ଦିନରେ ବି ଫୁଲ ପାଇବେ, ଖରା ଦିନରେ ବି ଫୁଲ ପାଇବେ। ଆଉ ଶୀତ ଦିନରେ ଫୁଲ ପାଇବା ପାଇଁ ଏକ୍ସଟ୍ରା ଆପଣଙ୍କୁ ହରମୋନ୍ ୟାକୁ ସ୍ପ୍ରେ କରିବାକୁ ପଡ଼ିବ। ହରମୋନ୍ ସ୍ପ୍ରେ କରିଦେଲେ ଏ ଗଛରେ ପୁଣି ଫୁଲ ଆପଣଙ୍କୁ ଦେଖିବାକୁ ମିଳିବ। ସେଥିପାଇଁ ମୁଁ କହିବି ଏଇଟା ଗୋଟେ ବାରମାସୀ ଫୁଲ ଗଛ। ତ ସେଥିପାଇଁ ମୋତେ ତ ବହୁତ ଭଲ ଲାଗେ। ଆପଣମାନଙ୍କୁ ଭଲ ଲାଗେ କି ନାହିଁ କହିବେ।